ବିଜେଡି ଥିଲା ଆଉ ପୋଲିସର ପକେଟ ଭଲ ଗରମ ହେଉଥିଲା। ବିଜେଡି ଦଳ ଯୋଉଠି ଥିଲା ଦାଦାବଟି ଆଦାୟ ସେଇଠି ଭଲ ହେଉଥିଲା। ବିଜେପି ଆସିଲା ଗୁଣ୍ଡାଗର୍ଦ୍ଦି ପୋଲିସ ବାବୁଙ୍କର ବେପାର ବଢ଼ିଲା। ଆଉ ଟଙ୍କା ଆଦାୟ କରିପାରୁନି ପୋଲିସ। ଆଉ ତାରି ରାଗରେ ନିରୀହ ଜନତାଙ୍କୁ ମାରପିଟ କରିବାରେ ଲାଗି ପଡ଼ିଛନ୍ତି ଗୁଣ୍ଡାଗିରି କରୁଥିବା ପୋଲିସ ବାବୁମାନେ। ଦିନ ଥିଲା ତାମିଲ ଇସାରାରେ ତୁମେ ଗରିବ ଲୋକମାନଙ୍କୁ ମାରି ହାଣି ରକ୍ତ ବୁହାଇ ଦେଉଥିଲ। କଥାରେ ନାହିଁ ବିଜେଡିର ପାପର କଳସ ପୁରୀ କଲା। ଆଉ ସେଇଥିପାଇଁ ତ ପାପ ମାଠିଆ ଏବେ ଫାଟି ଯାଇଛି। ଆଉ ତୁମର ଏ ଅନ୍ୟାୟ ଅନୀତି ଚାଲିବ ନାହିଁ ଆମ ଜଗନ୍ନାଥ ସଂସ୍କୃତି ଭିତରେ। ଜଗା ସବୁ ଦେଖୁଛି। ସେଇଥିପାଇଁ ତ ବିଜେଡି ଅତ୍ୟାଚାରକୁ ଭଗବାନ ବି ସହିପାରିଲେ ନାହିଁ, ଯୋଉଥିପାଇଁ ତୁମମାନଙ୍କର ପରାଜୟ ହେଲା। ଦର୍ଶକ ବନ୍ଧୁ, ଏସବୁ କହିବାର ମୂଳ କାରଣ ହେଉଛି ଚାନ୍ଦବାଲିର ପୋଲିସ କିଭଳି ନିରୀହ ଲୋକମାନଙ୍କୁ ପିଟୁଛି ଟିକେ ଦେଖନ୍ତୁ। କେହି ଦିଟା ପୋଲିସ ଟଙ୍କା ମାଗିଲା, ତା ବି ପୁଣି ବିନା କାରଣରେ। ସରକାରୀ ଟଙ୍କା ଅଣ୍ଟିଲାନି ନା ଆଗରୁ ଅଭ୍ୟାସ ଥିଲା ଆଉ ତାକୁ ଏବେ ବଦଳାଇବା ସମ୍ଭବ ହେଉନି। ଚାନ୍ଦବାଲି ପୋଲିସ ଯେ ନିରୀହ ଜନତାମାନଙ୍କୁ ବର୍ତ୍ତମାନ କିଭଳି ଭାବରେ ଯନ୍ତ୍ରଣା ଦେଉଛି। କିଛି ପୋଲିସ ବାବୁ ଯେଉଁମାନେ କି ଔଷଧ ନିମନ୍ତେ ତାଟିଆ କାମୁଡ଼ୁଛନ୍ତି, ଆଉ ଏବେ ମିଳୁନି ବଟି, ଚାଲୁନି ଆଉ ତାମିଲର ଶାସନ, ସେଇଥିପାଇଁ ଜନତାକୁ ମାରୁଛନ୍ତି ଆଉ ହଇରାଣ କରୁଛନ୍ତି। ମୋହନ ସରକାରରେ ଆଉ ଅନ୍ୟାୟ ଅନୀତି ରହିବ ନାହିଁ। ଏଣିକି ସବୁ କିଛି ସ୍ୱଚ୍ଛ ହୋଇଯିବ। ଗୁଣ୍ଡାଗର୍ଦ୍ଦି ଲୋକମାନଙ୍କର ଜୀବନ ଏବେ ଆଉ ବଞ୍ଚିବାକୁ ପଡ଼ିବନି ସେମାନଙ୍କୁ। ଗୁଣ୍ଡାଗର୍ଦ୍ଦି କରୁଥିବା ବ୍ୟକ୍ତି ଏବେ ଜୀବନ କାଟିବେ ଚାରିକାନ୍ଥ ଜେଲ ଭିତରେ। ଦେଖନ୍ତୁ ବିଜେଡି ଗୁଣ୍ଡାମାନେ ଆଗକୁ ତୁମମାନଙ୍କର ଅବସ୍ଥା କ'ଣ ହେଉଛି। ବ୍ୟୁରୋ ରିପୋର୍ଟ, ପବ୍ଲିକ ଟକ୍।